एबीडीएम ର ମୁଖ୍ୟ ଉପାଦାନଗୁଡ଼ିକ ଉପରେ ଆଧାରିତ ଏହି ମଡ୍ୟୁଲକୁ ସ୍ୱାଗତ। ଏହି ମଡ୍ୟୁଲରେ ଆପଣ ଏବିଡିଏମ୍ ଆଭାର ପ୍ରମୁଖ ଉପାଦାନଗୁଡ଼ିକ ବିଷୟରେ ଶିଖିପାରିବେ। ଏହି ମଡ୍ୟୁଲ ଶେଷ ସୁଦ୍ଧା ଆପଣ ଆଭା ଏବଂ ଏହାର ଲାଭ ବୁଝିପାରିବେ। ଆଭା ସୃଷ୍ଟିର ପ୍ରକ୍ରିୟା ବିଷୟରେ ଜାଣନ୍ତୁ। ଭାରତର ମୁରାଦାବାଦରେ ରହୁଥିବା ଜଣେ ଯୁବକ ରାହୁଲଙ୍କୁ ଭେଟିବା। ସେ ଏକ ଗ୍ରୋସରୀ ଷ୍ଟୋର ଚଳାନ୍ତି, ଯାହା ତାଙ୍କ ପିତା ସ୍ଥାପନ କରିଛନ୍ତି ଏବଂ ତାଙ୍କ ପତ୍ନୀ ଏବଂ ପିତାମାତାଙ୍କ ସହିତ ସେମାନଙ୍କ ପୈତୃକ ଘରେ ରୁହନ୍ତି। ରାହୁଲ ୟୁପିଆଇ ଏବଂ ଆଧାରର ଜଣେ ଉତ୍ସାହୀ ଉପଭୋକ୍ତା, ଯାହା କି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ବୃହତ କାର୍ଯ୍ୟକ୍ରମ ଯାହା ଭାରତ ଉପରେ ପରିବର୍ତ୍ତନମୂଳକ ପ୍ରଭାବ ପକାଇଛି। ଛୋଟ ଦୋକାନ ଏବଂ ବିକ୍ରେତାମାନଙ୍କୁ ସେମାନଙ୍କ ସାମଗ୍ରୀ ଏବଂ ସେବା ପାଇଁ ଦେୟ ଦେବା ପାଇଁ କିପରି ୟୁପିଆଇ ବ୍ୟବହାର କରିବାକୁ ହେବ, ତାହା ରାହୁଲ ତାଙ୍କ ପିତାମାତାଙ୍କୁ ଶିଖାଇଛନ୍ତି। ନିଜ ସହରରେ ରାହୁଲ ଦେଖିଛନ୍ତି ଯେ କିପରି ଆଧାର ଗରିବ ଭାରତୀୟ ଏବଂ ଅତି ଦୁର୍ଗମ କୋଣରେ ରହୁଥିବା ଲୋକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସରକାରୀ ସବସିଡି ପାଇବାରେ ସକ୍ଷମ କରୁଛି। ଆସନ୍ତୁ ପ୍ରଥମେ ଆଭା ପଛର ଧାରଣା ଏବଂ ରାହୁଲଙ୍କ ଭଳି ବ୍ୟକ୍ତିମାନେ କିପରି ଏହାର ଲାଭ ଉଠାଇ ପାରିବେ ତାହା ବୁଝିବା। ରାହୁଲ ଯେତେବେଳେ ଏବିଡିଏମ୍ ବିଷୟରେ ଜାଣିବାକୁ ପାଇଲେ, ସେ ଏବଂ ତାଙ୍କ ପରିବାର ସଦସ୍ୟମାନେ ଏବିଡିଏମ୍ରେ କିପରି ଅଂଶଗ୍ରହଣ କରିପାରିବେ ତାହା ଜାଣିବା ପାଇଁ ସେ ପ୍ରକୃତରେ ଉତ୍ସାହିତ ଥିଲେ। ସେ ଏ ବିଷୟରେ ଜାଣିବା ପାଇଁ ତାଙ୍କ ପାରିବାରିକ ଚିକିତ୍ସକ ଡକ୍ଟର ରସିଦଙ୍କୁ ଦେଖା କରନ୍ତି। ଡକ୍ଟର ରସିଦ ତାଙ୍କୁ ବୁଝାଇଛନ୍ତି ଯେ ଯେକୌଣସି ବ୍ୟକ୍ତି କେବଳ ସେମାନଙ୍କର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରିଚୟକାରୀ ଆଭା ସୃଷ୍ଟି କରି ଏବିଡିଏମ୍ ଇକୋସିଷ୍ଟମରେ ଅଂଶଗ୍ରହଣ କରିପାରିବେ। ବାସ୍ତବରେ ଏବିଡିଏମ୍ରେ ଯାହା କିଛି ଘଟେ ତାହା ଆଭାକୁ କେନ୍ଦ୍ର କରି, ଯାହାକି 14 ଅଙ୍କ ବିଶିଷ୍ଟ ଏକ ସ୍ୱତନ୍ତ୍ର ସଂଖ୍ୟା ଅଟେ। ରାହୁଲ ଆଭାର ଧାରଣାକୁ ଆକର୍ଷଣୀୟ ମନେ କଲେ ଏବଂ ଏହା ବିଷୟରେ ଅଧିକ ଜାଣିବାକୁ ଇଚ୍ଛା କଲେ। ଡକ୍ଟର ରସିଦ ରାହୁଲଙ୍କୁ ବୁଝାଇଛନ୍ତି ଯେ ଆଭା ଏକ ବ୍ୟାଙ୍କ ଆକାଉଣ୍ଟ ପରି କାର୍ଯ୍ୟ କରେ। ଯେପରି ଏକ ବ୍ୟାଙ୍କ ଆକାଉଣ୍ଟ ଆର୍ଥିକ କାରବାର ରେକର୍ଡ କରେ ଏବଂ ଏକ ବ୍ୟକ୍ତିଗତ ଆର୍ଥିକ ଇତିହାସ ସୃଷ୍ଟି କରେ, ଆଭା ସ୍ୱାସ୍ଥ୍ୟ କାରବାର ରେକର୍ଡ କରେ ଏବଂ ସ୍ୱାସ୍ଥ୍ୟ ଇତିହାସ ନିର୍ମାଣରେ ସାହାଯ୍ୟ କରେ। ଆଭା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ସେବାରେ ପେସାଦାରମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ରେକର୍ଡକୁ ସଂଯୋଗ କରେ ଏବଂ ବ୍ୟକ୍ତିକୁ ଇକୋସିଷ୍ଟମରେ ଏହାକୁ ବିନିମୟ କରିବାକୁ ଅନୁମତି ଦିଏ। ରାହୁଲ ତାଙ୍କ ଆଭା ତିଆରି କରିବା ପରେ ସେ ସମସ୍ତ କ୍ଲିନିକ, ଡାକ୍ତରଖାନା, ପରୀକ୍ଷାଗାର ଏବଂ ଏପରିକି ଔଷଧ ଦୋକାନରେ ତାଙ୍କ ସ୍ୱାସ୍ଥ୍ୟ ରେକର୍ଡକୁ ଲିଙ୍କ କରିବାକୁ ସକ୍ଷମ ହେବେ। କୌଣସି ସ୍ୱାସ୍ଥ୍ୟ ସେବା ପାଇବା ସମୟରେ ତାଙ୍କୁ କେବଳ ତାଙ୍କ ଆଭା କିମ୍ବା ଆଭା ଠିକଣା ଦେବାକୁ ପଡ଼ିବ। ପରୀକ୍ଷାଗାର ଟେଷ୍ଟ କିମ୍ବା ଡକ୍ଟରଙ୍କ ପରିଦର୍ଶନ ପାଇଁ ରାହୁଲଙ୍କ ଆଭା କିମ୍ବା ଆଭା ଠିକଣାକୁ ସଂଯୋଗ କରି ଏକ ନୂତନ ଏଣ୍ଟ୍ରି ସୃଷ୍ଟି କରାଯିବ। ରାହୁଲ ତାଙ୍କ ଗୋପନୀୟତାକୁ ନେଇ ଟିକିଏ ଭୟଭୀତ ହେଲେ ଏବଂ ଡକ୍ଟର ରସିଦଙ୍କୁ ପଚାରିଲେ ଯେ ତାଙ୍କର ସମସ୍ତ ସ୍ୱାସ୍ଥ୍ୟ ରେକର୍ଡ କେଉଁଠାରେ ସଂରକ୍ଷିତ ରହିବ। ଡକ୍ଟର ରସିଦ ତାଙ୍କୁ ବୁଝାଇଛନ୍ତି ଯେ ଏବିଡିଏମ୍ ଅଧୀନରେ ସମସ୍ତ ସ୍ୱାସ୍ଥ୍ୟ ରେକର୍ଡ ସୃଷ୍ଟିର ଉତ୍ସରେ ସଂରକ୍ଷିତ ହୋଇଥାଏ। ଉଦାହରଣ ସ୍ୱରୂପ, ପରୀକ୍ଷାଗାର ରିପୋର୍ଟ ପରୀକ୍ଷାଗାର ପାଖରେ ରହିଥାଏ। ପ୍ରେସ୍କ୍ରିପ୍ସନ ଡକ୍ଟର କିମ୍ବା ଡାକ୍ତରଖାନାରେ ରହିଥାଏ। ସମ୍ମତି ପରିଚାଳକ ଏକ ଅନଲାଇନ ରେଫରେନ୍ସ ମାଧ୍ୟମରେ ରାହୁଲଙ୍କ ସହମତିରେ ଏଭଳି ରେକର୍ଡ ହାସଲ କରିବାକୁ ସୁନିଶ୍ଚିତ କରନ୍ତି। ରୋଗୀମାନେ ସେମାନଙ୍କର ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡକୁ ହେଲ୍ଥ ଲକରରେ ଷ୍ଟୋର କରିପାରିବେ ଏବଂ ଆବଶ୍ୟକତା ଭିତ୍ତିରେ ଏହି ରେକର୍ଡଗୁଡ଼ିକ ଆକ୍ସେସ ଏବଂ ବିନିମୟ କରିପାରିବେ। ଏହାର ଅର୍ଥ ହେଉଛି ରାହୁଲ କେଉଁ ପରୀକ୍ଷାଗାର ରେକର୍ଡ କିମ୍ବା ପ୍ରେସ୍କ୍ରିପ୍ସନକୁ ଡକ୍ଟର ରସିଦଙ୍କ ସହ ବିନିମୟ କରିବାକୁ ଚାହୁଁଛନ୍ତି ଏବଂ କେତେ ସମୟ ପାଇଁ ଚୟନ କରିପାରିବେ। ଏବିଡିଏମ୍ରେ ନିର୍ମିତ ତଥ୍ୟ ଗୋପନୀୟତା ବ୍ୟବସ୍ଥାରେ ରାହୁଲ ଏବେ ସନ୍ତୁଷ୍ଟ ଅଛନ୍ତି। ମୁଁ ନିଶ୍ଚିତ ଯେ ଆପଣ ଭାବୁଥିବେ ଯେ ରାହୁଲ କିମ୍ବା ସେଥିପାଇଁ କୌଣସି ବ୍ୟକ୍ତି ଆଭାଙ୍କୁ କିପରି ସୃଷ୍ଟି କରିପାରିବେ। ଆମେ ପରବର୍ତ୍ତୀ ସମୟରେ ଏ ବିଷୟରେ ଆଲୋଚନା କରିବାକୁ ଯାଉଛୁ। ସ୍ୱୟଂ ପଞ୍ଜୀକରଣ ଏବଂ ଡେଭଲପ ମୋଡ୍ ଦ୍ୱାରା ଆଭା ସୃଷ୍ଟି କରାଯାଇପାରିବ। ଏଠାରେ ଆମେ ସେଲ୍ଫ ରେଜିଷ୍ଟ୍ରେସନ ମୋଡ୍ ମାଧ୍ୟମରେ କିପରି ଆଭା ସୃଷ୍ଟି କରିପାରିବା ସେ ବିଷୟରେ ଶିଖିବା। ସେଲ୍ଫ ରେଜିଷ୍ଟ୍ରେସନ ମୋଡ୍ରେ ଏବିଡିଏମ୍ ୱେବସାଇଟ୍ କିମ୍ବା କୌଣସି ଏବିଡିଏମ୍ ସକ୍ଷମ ଆପ୍ରେ ଆଧାର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରି ଆଭା ସୃଷ୍ଟି କରାଯାଇପାରିବ। ଜଣେ ବ୍ୟକ୍ତି ଏବିଡିଏମ୍ ୱେବସାଇଟ୍ ମାଧ୍ୟମରେ 4ଟି ସହଜ ପଦକ୍ଷେପରେ ଆଧାର କାର୍ଡ ବ୍ୟବହାର କରି ଆଭା ସୃଷ୍ଟି କରିପାରିବେ। ଏବିଡିଏମ୍ ୱେବସାଇଟ୍କୁ ଯାଆନ୍ତୁ ଏବଂ ଆଭା ବଟନ କ୍ଲିକ୍ କରନ୍ତୁ। ପରବର୍ତ୍ତୀ ସମୟରେ ବ୍ୟବହୃତ ଆଧାର କିମ୍ବା ଡ୍ରାଇଭିଂ ଲାଇସେନ୍ସ କୌଣସି ଗୋଟିଏ ବିକଳ୍ପ ଚୟନ କରନ୍ତୁ। ୟୁଜିଂ ଆଧାର ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ଆଧାର ନମ୍ବର ଦିଅନ୍ତୁ। ଆଇ ଏଗ୍ରି ଉପରେ କ୍ଲିକ୍ କରି ସମ୍ମତି ଦିଅନ୍ତୁ ଏବଂ ନେକ୍ସଟକୁ କ୍ଲିକ୍ କରନ୍ତୁ। ଆପଣଙ୍କୁ ଆପଣଙ୍କ ଆଧାର ସହ ଲିଙ୍କ ହୋଇଥିବା ମୋବାଇଲ ନମ୍ବରରେ ଓଟିପି ମିଳିବ। ଏହା ଲେଖନ୍ତୁ ଏବଂ ନେକ୍ସଟକୁ କ୍ଲିକ୍ କରନ୍ତୁ। ଆଧାର ପ୍ରମାଣୀକରଣ ପରେ ନିଜର ମୋବାଇଲ ନମ୍ବର ଦିଅନ୍ତୁ ଏବଂ ନେକ୍ସଟକୁ କ୍ଲିକ୍ କରନ୍ତୁ। ଆପଣ ଆଧାର ଫର୍ମରେ ପୂର୍ବରୁ ପୂରଣ ହୋଇଥିବା ଆପଣଙ୍କ ପ୍ରୋଫାଇଲ ଦେଖିପାରିବେ।
ଆପଣଙ୍କ ଆଭା ନମ୍ବର ବର୍ତ୍ତମାନ ସୃଷ୍ଟି ହୋଇଛି। ବର୍ତ୍ତମାନ ପରବର୍ତ୍ତୀ ପଦକ୍ଷେପ ହେଉଛି ଆଭା ଠିକଣା ଲିଙ୍କ କରିବା। ଆଭା ଠିକଣା ଏକ ଉପଭୋକ୍ତା ଆଇଡି ପରି ମନେ ରଖିବା ସହଜ ଅଟେ। ଏହା ଏବିଡିଏମ୍ ହାୟରାର୍କିଜ୍ ଫର୍ମାଟରେ ଉପଭୋକ୍ତା ଉତ୍ପନ୍ନ କିମ୍ବା ଡିଫଲ୍ଟ ଠିକଣା ଅଟେ। ଆଭା ଠିକଣା ପୂରଣ କରିବା ପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ଅଭିନନ୍ଦନ, ତୁମେ ସଫଳତାର ସହ ତୁମର ଆଭା ସୃଷ୍ଟି କରିଛ। ଡାଉନଲୋଡ୍ ବଟନ୍ କ୍ଲିକ୍ କରି ଆପଣ ମଧ୍ୟ ଆପଣଙ୍କ ଆଭା ଡାଉନଲୋଡ୍ କରିପାରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରାଇଭିଂ ଲାଇସେନ୍ସ ସାହାଯ୍ୟରେ ଏକ ରେଫରେନ୍ସ ନମ୍ବର ସୃଷ୍ଟି କରାଯାଏ ଏବଂ ଆଭା ସୃଷ୍ଟି କରିବା ପାଇଁ ବ୍ୟକ୍ତିଙ୍କୁ ମୂଳ ଲାଇସେନ୍ସ ସହିତ ନିକଟସ୍ଥ ଏବିଡିଏମ୍ ସକ୍ଷମ ସୁବିଧାକୁ ଯିବାକୁ ପଡ଼ିଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା କିପରି ଏବିଡିଏମ୍ ସକ୍ଷମ ଆପ୍ ବ୍ୟବହାର କରି ଆଭା ସୃଷ୍ଟି କରିବେ। ପ୍ରଥମେ ଆପଣଙ୍କ ମୋବାଇଲ ଫୋନରେ ଆପ୍ ଷ୍ଟୋରରୁ ଆରୋଗ୍ୟ ସେତୁ ପରି ଏବିଡିଏମ୍ ସକ୍ଷମ ଆପ୍ ଡାଉନଲୋଡ୍ କରନ୍ତୁ। ଆଭା ନମ୍ବର ଏବଂ ଆଭା ଠିକଣା ସୃଷ୍ଟି କରିବାକୁ ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ। ଏହାପରେ ନିଜର ଆଧାର ନମ୍ବର ଦିଅନ୍ତୁ ଏବଂ ଓଟିପି ଯାଞ୍ଚ କରନ୍ତୁ। ପରବର୍ତ୍ତୀ ସମୟରେ ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ଆଧାର ଠିକଣା ସେଟ୍ କରନ୍ତୁ। ଆଧାର ଠିକଣା ମନେ ରଖିବା ସହଜ। ପରବର୍ତ୍ତୀ ସମୟରେ ଏଗ୍ରି ଏଣ୍ଡ କଣ୍ଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ଆଧାର ସୃଷ୍ଟି ହୋଇଛି। ଆମେ ଆଭାର ସ୍ୱୟଂ ପଞ୍ଜୀକରଣର ଦୁଇଟି ପଦ୍ଧତି ଦେଖୁଛନ୍ତି। ହେଲ୍ପ ମୋଡରେ ଆପଣ କେବଳ ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ପରି ଏବିଡିଏମ୍ ସକ୍ଷମ କେନ୍ଦ୍ରକୁ ଯାଇପାରିବେ ଏବଂ କର୍ମଚାରୀମାନଙ୍କୁ ଆଭା ସୃଷ୍ଟି କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିପାରିବେ। ଆମେ ଉଲ୍ଲେଖ କରିବାକୁ ଚାହୁଁଛୁ ଯେ ଜଣେ ବ୍ୟକ୍ତିଙ୍କର ଏକାଧିକ ଆଭା ଠିକଣା ରହିବା ସମ୍ଭବ, ଯାହା ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଉପଯୋଗୀ ହୋଇପାରେ। ଆସନ୍ତୁ ଏହି ମଡ୍ୟୁଲରେ ଅନ୍ତର୍ଭୁକ୍ତ ଦିଗଗୁଡ଼ିକୁ ସଂକ୍ଷେପରେ ବୁଝିବା। ସ୍ୱାସ୍ଥ୍ୟ ରେକର୍ଡଗୁଡ଼ିକର ଲିଙ୍କ, ଆକ୍ସେସ୍ ଏବଂ ବିନିମୟ କରିବା ପାଇଁ ଆଭା ହେଉଛି ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରିଚାୟକ। ଆଭା ସୃଷ୍ଟି କରିବା ଏବିଡିଏମ୍ର ଲାଭ ପାଇବା ଆରମ୍ଭ କରିବା ସହଜ ଅଟେ। ଏବିଡିଏମ୍ ବିଷୟରେ ଅଧିକ ସୂଚନା ପାଇଁ ଏବିଡିଏମ୍ ୱେବସାଇଟକୁ ଯାଆନ୍ତୁ ଏବଂ ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଆମକୁ ଅନୁସରଣ କରନ୍ତୁ।